हाय साଙ୍ଗମାନେ କେମିତି ଅଛନ୍ତି? ଆଶା କରୁଛି ଭଲରେ ଥିବେ। ମୁଁ ବି କିନ୍ତୁ ସକାଳୁ ସକାଳୁ ମସ୍ତରେ ଅଛି। ସାଙ୍ଗମାନେ ଜଷ୍ଟ ଏଇନେ ଗାଧେଇକିରି ଆସିଲି। ଭାଇ ତ ଏଇନେ ଦିହଙ୍କର ଭୋଗ କରୁଥିଲା। ତାର ସରିଗଲି କାମ, ସେ ଏଇନେ ଯାଇ ଭୋଗ ଫୋଗ କରିକି ଏଇନେ ସେଠି ବସିଛି ଏଇନେ ମଣ୍ଡପ ଆଡ଼େ। ବୋଉ ମୋ ପାଇଁ ଭାତ ବାଢୁଛି ଦେଖନ୍ତୁ। ତାର ବହୁତ ଜୋରେ ଭୋକ କଲି, ଗୋଟେ ଖାଇଦେବା ତାପରେ ଦେଖା ହେବା। ରହୁ ସେ ପଡ଼ିଲା ସାଙ୍ଗମାନେ ମୁଁ ଏଇନେ ଜଷ୍ଟ ଯୋଉଟା ଖାଇଲି ଖାଇକିରି ଆଡ଼ିକି ଆସିଛି। ସାଙ୍ଗମାନେ ଆମ ରବିର କ'ଣ ଡକ୍ୟୁମେଣ୍ଟ ଥିଲା, ତାକୁ ଟିକେ ଫଟୋ ଉଠେଇକି ତା ହ୍ୱାଟ୍ସଆପ୍ରେ ଛାଡ଼ିଲି। ତାପରେ ବି ଏଇନେ ମୁଁ ଜଷ୍ଟ ବୋଉକୁ ପାଣି ଫାଣି ଦେଇକି ଆସିଲି। ରୋଷେଇବାସ କରୁଛି, ତାପରେ ପାଣି ଫାଣି ଆଣିପାରୁନି। ବହୁତ କଷ୍ଟ ଲାଗୁଛି। ପାଣି ଫାଣି ତାର ଦେହ ଖରାପ ହେଇଥିଲା କାଲି, ସେଥିପାଇଁକା ମେଡ଼ିସିନ ପାଇଁ ଯାଇଥିଲି। ସେଥିପାଇଁକା ମୁଁ ପାଣି ଫାଣି ଆଣିକି ଦେଇଛି, ସେ ରୋଷେଇ କରୁଥିଲା। ତାପରେ ବି ହେଉଛି ମେଡ଼ିସିନ ଖାଇଛି, ଗୋଳମାଳ କରିକି ଖାଇ ଦେଇଛି। ସେଥିପାଇଁକା ମୁଁ ତାକୁ ବିଗୁଥିଲି। ହଉ ଛାଡ଼ ସେ କଥା, ଯାହା ହଉଛି ହଉ। ତାପରେ ବି ବୋଉ ଏଇନେ କ'ଣ କରୁଛି ଦେଖିବା ଚାଲ। ଏଇନେ ରୋଷେଇବାସ କରୁଥିଲା, କ'ଣ ରୋଷେଇ କରୁଛି ଚାଲ ଦେଖିବା। ତାକୁ କ'ଣ କରିବୁ ଦେଖନ୍ତୁ, କାଟିବୁ ତାକୁ। ଆଚ୍ଛା, ତୁ ଔଷଧ ଖାଇସାରିଲୁ? ଦେଖନ୍ତୁ କଟାକଟି କରୁଛି। ଭାତଟା ବସେଇଛି ଏଇନେ। ଆମ ବୋଉର ମତେ ଲାଗିଯାଇଛି। ମୁଁ ତାକୁ କହିଲି ଔଷଧ ଖାଇଲୁ, ସେ କହିଲା ମୁଁ ଖାଇବିନି, ଆଗରିନି ତାଗରିନି। ମୁଣ୍ଡ ଖରାପ କଥା ମତେ କହୁଛି। ମୁଁ ତାକୁ ରାଗି ଯାଇଥିଲି ନା, ସେଥିପାଇଁ ସେ ମତେ ସେମିତି କହୁଛି। ସେ ଔଷଧ ଗୋଳମାଳ କରି ଖାଇଯାଇଥିଲା ତ, ସେଥିପାଇଁକା ମୁଁ ତାକୁ ଠିକ୍ ଗୋଟେ କଥା କହିଥିଲି। ଗୋଟେ ପ୍ରକାର ଔଷଧ ଖାଇବୁ, ସେ ଆହୁରି ଗୋଟେ ପ୍ରକାର ଖାଇଦେଇଛି। ମୁଁ ଜାଣିନି ସେ କେମିତି ଖାଇଦେଇଛି। ତାପରେ ମୁଁ ତାକୁ ଗୋଟେ କଥା କହିଥିଲି, ଗୋଟେ ପ୍ରକାର ଔଷଧ ଖାଇବାକୁ, ସିଏ ଆଉ ଗୋଟେ ପ୍ରକାର ଔଷଧ ଖାଇଦେଇଛି। ମୁଁ ତାକୁ ସେଥିପାଇଁ ରାଗିଲି। ସିଏ ମତେ ଚଢ଼ିକିରି କହୁଛି କାହିଁ ମତେ ରାଗିଲୁ, ମୁଁ ଔଷଧ ଖାଇବିନି, ଆଗରିନି ତାଗରିନି। ହଉ ଛାଡ଼, ସେ ଯାହା ହେଉଛି ହଉ। ଏଇନେ ସେ ଯାଇକି ରୋଷେଇ କରିଛି। କହିଲା ହଉ ମୁଁ ଖାଇକିରି ଔଷଧ ଖାଇବି। ହଉ ମୁଁ ଏଇନେ ତୋ ପାଖରୁ ଏଇନେ ଆସିଲି ଜଷ୍ଟ କହିକିରି। ହଉ ପଛେ ରହୁଛି, ପରେ ଦେଖାହେବ। ଦେଖିବା ଆଉ ଟିକେ ପରେ କ'ଣ କରୁଛି ସିଏ। ଚାଲନ୍ତୁ କ'ଣ କରୁଛୁ ଦେଖିବା। ଆସ, କ'ଣ କରୁଛୁ ତୁ? ହଁ, ସେ ଭାଲୁ ପିଲା କୁଆଡ଼େ ଗଲା? ଭାଲୁ, ହେଇ ଭାଲୁ କାହିଁ? ଭାଲୁକୁ ଧର। ପଳେଇଲା ତ, ଭାଲୁ ପଳେଇଲା। ଧରିଦେ ଭାଲୁକୁ। ଶୋଇଥିଲୁ ନା କ'ଣ? ହେଇ ତୋ ଶୁଗା ଯାଉନି? ଶୁଗା ଯାଉନି? ଶୁଗା ଯାଉଛି କି ନାହିଁ ଦେଖ। ଖଜା କିଏ ଖାଇବ? ତାଙ୍କ ଝିଅକୁ ଦେବି। ଆଉ ଯଦି ଖଜା ଖାଇବାକୁ ଆସିବୁ, ମାଡ଼ ଖାଇବୁ। ସାଙ୍ଗମାନେ ମୁଁ ଏଇନେ ଜଷ୍ଟ ଶୋଇକି ଏଇନେ ଉଠିଲି। ତାପରେ ବି ଶୋଇଲା ତ ଉଠିବାକୁ ଇଚ୍ଛା ହେଉନି। ଶୋଇକି ଉଠିଲେ ଗୋଟେ ଖାଇଦେଲି। ଖାଇଦେଲି। ଖାଇସାରିଲା ପରେ ତାପରେ ବି ବହୁତ ଏଇନେ ଯାଇଛି ଧୋଇବାକୁ କଂଷ୍ଟାଟିଆ। ମୁଁ ଖାଇଦେଲି ସେ କଂଷ୍ଟାଟିଆ ନେଇକି ଧୋଇବାକୁ ଯାଇଛି। ତାପରେ ବି ମୁଁ ଆମ ରବିର କ'ଣ ଡକ୍ୟୁମେଣ୍ଟ, ମୋର ଆଧାର କାର୍ଡ଼, ତାପରେ ବି ପାନ୍ କାର୍ଡ଼ ଦରକାର ହେଉଥିଲା, ତାକୁ ଦେଲି। ସକାଳେ ଦେଇଥିଲି ବି ତା ଦିନଟା ବୋଉର ସବୁ ଡକ୍ୟୁମେଣ୍ଟ ଦେଇଥିଲି ତାକୁ। ମୋର ମାଗିଲା, ମୁଁ ଫିର୍ ତାକୁ ଦେଲି। ତାର ବି ତାର କ'ଣ କାମ ଅଛି, ସେଥିପାଇଁ ସେ ମାଗୁଛି, ସେଥିପାଇଁ ତାକୁ ଦେବାକୁ ପଡ଼ୁଛି। ହଉ ସାଙ୍ଗମାନେ ଦେଖା ହେବା ପରେ। ବୋଉ କ'ଣ କରୁଛି ଦେଖିବା ଚାଲ। ଆସୁଛି କଂଷ୍ଟାଟିଆ ଧୋଇବାକୁ ଯାଇଥିଲା। ମୁଁ ଖାଇଥିଲି ଅଧେ, ସେ ଧୋଇବାକୁ ଯାଇଥିଲା। ତୋ ଜିନିଷ ନେଲୁ କି? ସେ ଔଷଧ ଖାଇଲୁ? ଖାଇଦେ। ହଉ ଯା। ସାଙ୍ଗମାନେ ମୁଁ ବନ୍ଧ ଆଡ଼େ ଯାଇଥିଲି। ବନ୍ଧ ଆଡ଼େ ଲାଟ୍ରିନ୍ କରିକି ଆସିଲି। ତାପରେ ବି ସାଙ୍ଗମାନେ ଏଇଠି ବଡ଼ ସାପଟେ ଦେଖିଲି ଯେ ତା ଭିତରେ ପଶିଗଲା। ଦେଖନ୍ତୁ ବଡ଼ ବିରାଟ ସାପଟେ ଏଇଠି ଦେଖିଲି। ବର୍ତ୍ତମାନ ମୁଁ ସିଆଡ଼େ ଗଲି ମଟର ଲଗେଇବାକୁ। କୁଆଡ଼େ ଗଲା ଭିତରେ ଅଛି ନା କୁଆଡ଼େ ଗଲା? ଖୁଡ଼ି ଏ ସାପ ଏଇଠି ପଶିଯାଇଛି। ସାଙ୍ଗମାନେ ଦେଖନ୍ତୁ, ଆମ ବାବୁ କୁଆଡ଼େ ଯାଇଥିଲେ। ଏତେବେଳୁ ଆସି ବାବୁ ଲୋକ ଗାଧଉଛନ୍ତି। ଏବେ ଗାଧେଇବେ ଚିକ୍ ଚାକ୍ ଫେସ୍ ଫାସ୍ ହେଇକିରି। କୋଉ ଭଳିଆ ସାବୁନ ଦେଖନ୍ତୁ, ସିନ୍ଥଲ ସାବୁନ ଲଗାଉଛନ୍ତି। କୁଆଡ଼େ ଯାଇଥିଲେ, ଏବେ ଆସୁଛନ୍ତି।
କୁଆଡ଼େ ଆସିଲା ଆଜ୍ଞା? ଯାଇଥିଲୁ ଗୋଟେ ବୁଲିବାକୁ। କୋଉଠିକି? କେନ୍ଦ୍ରାପଡ଼ା। ଫେମସ୍ ଅଛି ସେଇଟା ଆଉ। ମାନେ ଯାଇଥିଲେ କେନ୍ଦ୍ରାପଡ଼ା। ପିଡିଏଫରେ ଭାଇ ଛାଡିଲୁ ସେ ଫଟୋଟା। ପିଡିଏଫରେ କାଟି ଦେଇଛି ତାକୁ କାଟି ଦେଇଛି। ଫଟୋ ଡିଲେଟ୍ ଫାଇଲ୍। ନାଇଁ ଟୋଟାଲ ସବୁ କାଟି ଦେଇଛି। ସେ ନା ଦେଖେ ପିଡିଏଫରେ ନ ଚାଲେ ସେଟା ଜୁମ୍ କଲେ। ଆଉ କଣ କରିବୁ? ତ ପାଲା କଣ ମୁଁ ଜାଣିପାରୁନି। କଣ କେଁ କେଁ ହଉଛୁ? କାହିଁ କେଁ କେଁ ହଉଛୁ ମନ ଇଚ୍ଛା? ମନ ଇଚ୍ଛା ଗୋଟେ କେଁ କେଁ ଯାଉଛୁ। କେଁ କେଁ ହନି କେଁ କେଁ ହନି କେଁ କେଁ ହନି। ସାଙ୍ଗମାନେ ବିଦ୍ୟାଧରର ମୋର ମାନେ ଚାଲି ଚାଲି ଆମେ ଯାଉଛୁ ମାନେ ବାହାରିକି ଆମେ ଚାଲି ଚାଲି ବିଦ୍ୟାଧର ଜଷ୍ଟ ଖାଇଲା କହିଲା ଭାଇ ଚାଲ ଆମେ ଯିବା ସିଆଡ଼େ ସାତକ୍ଷୀରା ଆଡ଼େ ବୁଲି ବୁଲି ଆସିବା। ଗଲୁ ଆମେ ବୁଲିବାକୁ ତାର ମୋର ଦେଖନ୍ତୁ ଆମେ ଯାଉଛୁ ବିଦ୍ୟାଧର ମୋବାଇଲ ମାନେ ଦେଖୁଛି। ତାପରେ ମୁଁ ସବୁଆଡ଼େ ବି ଦେଖନ୍ତୁ କୋଉ ଭଳିଆ ଧାନ ଫାନ ହେଇଛି ଦେଖନ୍ତୁ ଧାନ ଏବେ ହେଇଛି। ଆମର ତ ରୋଡ଼ ପୁରା ଖରାପ ଦେଖନ୍ତୁ ମାନେ ରୋଡ଼ ଏବେ ପିଚୁ ହେଇଥିଲା ମାନେ ପୁରା ଖରାପ ହେଇଗଲି। ସାତକ୍ଷୀରା ବନ୍ଧ ଦେଖନ୍ତୁ ବିଦ୍ୟାଧର ଦେଖନ୍ତୁ କହିଲା ଚାଲ ଯିବା ସିଆଡ଼େ ସାତକ୍ଷୀରା ଆଡ଼େ ବୁଲି ବୁଲି ଆସିବା। କହିଲା ଚାଲ ଯିବା ପରେ ସିଆଡ଼େ ବୁଲି ବୁଲି ଆସିବା। ଦେଖନ୍ତୁ ଆମେ ଚାଲି 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 ଗଲୁ ସାତକ୍ଷୀରା ବନ୍ଧ ଆଡ଼କୁ। ସାଙ୍ଗମାନେ ଦେଖନ୍ତୁ ମାନେ ସାତକ୍ଷୀରା ମାନେ ସେତେବେଳେ ମାନେ ମାନେ ଆମ ବାପାଙ୍କ ଟାଇମ୍ ସମୟରେ ମାନେ ଆମ ବାପାଙ୍କ ଟାଇମ୍ ସମୟରେ ମାନେ ଏଇ ପୋଖରୀ ମାନେ ବହୁତ ପଦ୍ମ ପତ୍ର ହୁଏ ଫୁଲ ହୁଏ। ତାପରେ ବି ଭୋଜି ଟାଇମରେ ମାନେ ଗାଁ ଲୋକ ଏଇଥିରକୁ କାଟିବାକୁ ଆସନ୍ତି ପତ୍ର ମାନେ ବହୁତ ପତ୍ର ଏଇଥିରୁ ନେବେ ମାନେ ଭୋଜି ଫୋଜି ଖାଇବେ। ଦେଖନ୍ତୁ ଏଥିରେ ଏବେ ବି ହେଇଛି ମାନେ କମ୍ ହେଇଛି। ସେତେବେଳେ ପୁରା ବହୁତ ହେଇଥିଲା ମାନେ ଫୁଲ ବଢ଼ିଆ ସୁନ୍ଦର ଲାଗେ ମାନେ ଦେଖିବାକୁ ସେତେବେଳେ ମାନେ ସାପ ଫାପ ବି ରହିଯାନ୍ତି ଆ ଦେହରେ ମାନେ ଯିଆକୁ ମାନେ ସାଙ୍ଗମାନେ ଭିଡ଼ିଓଟି କେମିତି ଲାଗିଲା ଆଶା କରୁଛି ନିହାତି କମେଣ୍ଟ ବକ୍ସରେ କମେଣ୍ଟ କରିବେ ଲାଇକ୍ କରିବେ ସେୟାର କରିବେ ପ୍ଲିଜ୍ ଦୟାକରି ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ରହୁଛି ବାଏ।